ୟୁଏଇରେ ବିଶାଳ ହିନ୍ଦୁ ମନ୍ଦିର ଉଦ୍ଘାଟନ କରିବେ ମୋଦି। ରାମଲାଲାଙ୍କ ମନ୍ଦିର ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଛନ୍ତି। ପ୍ରାୟ 500 ବର୍ଷ ପରେ ଅଯୋଧ୍ୟା ପାପା ସହରର ମହାନ ମନ୍ଦିର ପ୍ରତିଷ୍ଠା ହୋଇ ରାମଙ୍କ ମୂର୍ତ୍ତି ସ୍ଥାପନ ହୋଇଛି। ବର୍ତ୍ତମାନ ଅନ୍ୟ ଏକ ମୁସଲମାନ ଦେଶରେ ମଧ୍ୟ ଏକ ବିଶାଳ ତଥା ସ୍ୱରୀୟ ହିନ୍ଦୁ ମନ୍ଦିର ପ୍ରସ୍ତୁତ ହୋଇସାରିଛି। ଅଯୋଧ୍ୟା ପରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଏହି ମହାନ ମନ୍ଦିରର 14 ଫେବୃଆରୀରେ ଉଦ୍ଘାଟନ କରିବେ। ୟୁଏଇ ଯଥା ସଂଯୁକ୍ତ ଆରବ ଏମିରେଟ୍ସରେ ଏହି ମନ୍ଦିର ସମ୍ପୂର୍ଣ୍ଣ ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ଗସ୍ତ କରିବେ, ଯେଉଁଠାରେ ସେ ମନ୍ଦିରର ଉଦ୍ଘାଟନ କରିବେ। ତାପରେ ବିଶାଳ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବେ। ଭାରତୀୟ ମିଶନ ଅଧିକାରୀମାନେ ଏ ସମ୍ପର୍କରେ ପ୍ରସ୍ତୁତି ଶେଷ କରୁଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ ଫେବୃଆରୀ 13ରେ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ପିଏମ ମୋଦି ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବେ। ଏହାପରେ ଫେବୃଆରୀ 14ରେ ସେ ୟୁଏଇର ରାଜଧାନୀଠାରେ ଥିବା ହିନ୍ଦୁ ମନ୍ଦିରରେ ପ୍ରତିଷ୍ଠା ସମାରୋହରେ ଅଂଶଗ୍ରହଣ କରିବେ। ସ୍ୱାମୀନାରାୟଣ ସନ୍ଥଙ୍କ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଧାର୍ମିକ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ। ଅହଲାନ ମୋଦି କାର୍ଯ୍ୟକ୍ରମ ସମ୍ପର୍କରେ ୟୁଏଇରେ ଭାରତର ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର କହିଛନ୍ତି ଯେ ସ୍ୱାଗତ ସମାରୋହରେ ହଜାର ହଜାର ଲୋକ ଏକତ୍ରିତ ହେବେ ବୋଲି ସେ ଆଶାବାଦୀ ଅଛନ୍ତି। ଏହି ମନ୍ଦିର 20,000 ବର୍ଗମିଟର ଅଞ୍ଚଳରେ ନିର୍ମିତ। ୟୁଏଇ ରାଷ୍ଟ୍ରଦୂତ କହିଛନ୍ତି ଯେ ଫେବୃଆରୀ 13ରେ ଶେଖ ଜାଏଦ ସ୍ପୋର୍ଟସ ସିଟି ଷ୍ଟାଡିୟମରେ ଏକ ବିଶାଳ ବିଦେଶୀ ବୈଠକ ଅନୁଷ୍ଠିତ ହେବ। 2020 ରିପୋର୍ଟ ଅନୁଯାୟୀ ୟୁଏଇରେ ଭାରତୀୟ ବିଦେଶୀମାନଙ୍କ ସଂଖ୍ୟା ସର୍ବାଧିକ, ଯାହାକି 35 ଲକ୍ଷ ଅଟେ। ଆବୁଧାବିର ଏହା ହେଉଛି ପ୍ରଥମ ହିନ୍ଦୁ ମନ୍ଦିର, ଯାହା 14 ଫେବୃଆରୀରେ ଖୋଲିବାକୁ ଯାଉଛି, ଯାହା ଅଲ ଆକବା ସ୍ଥାନରେ 20,000 ବର୍ଗମିଟର ଜମିରେ ନିର୍ମିତ। ଏହି ମନ୍ଦିରକୁ ଏକ ଆଧୁନିକ ଶୈଳୀରେ ଡିଜାଇନ୍ କରାଯାଇଛି।